ହ୍ୟାଲୋ ସାଙ୍ଗମାନେ, ଗୁଡ୍ ମର୍ଣ୍ଣିଂ। ଆଜିର ନ୍ୟୁ ଭିଡ଼ିଓକୁ ସ୍ୱାଗତ। ସକାଳୁ ସକାଳୁ ତ ଦେଖୁଥିବେ ମୁଁ ଆଜି ସକାଳୁ ସକାଳୁ ମାନେ ଏଠି ବସିଛି। ବସିବାର କାରଣ ଯେହେତୁ ଆମର ନୂଆ ବର୍ଷ ଆସିଗଲା। ନୂଆ ବର୍ଷ ମାନେ କ'ଣ, ସଂକ୍ରାନ୍ତି ଆସିଗଲା, ବୈଶାଖ ମାସ ଆସିଗଲା। ଯେଉଁ ବିଶ୍ୱ ପଣା ସଂକ୍ରାନ୍ତି ଆସିଗଲା ଯେହେତୁ ଆମର ପର୍ବ, ସେଥିପାଇଁ ଆଗକୁ 2-3 ଦିନ ଅଛି। ଆଉ ହାତରେ ଟାଇମ୍ ନାହିଁ, ଘର ଦ୍ୱାର ସଫା ହେଇନି। ଆଉ ଯେହେତୁ ଘରେ ଏକା, ସେଥିପାଇଁ ଅଲଗା କାମ କଲାବେଳକୁ ତାର ଟାଇମ୍ ଶେଷ। ତେଣୁକରି ଆଜି ଘରେ ରହିଲି। ଆଜିଠୁ କାମ ଛୁଟି। ଆଜିଠୁ କାମ 3 ଦିନ ଯିବାର ନାହିଁ। ଆଉ ତ 3 ଦିନ ସଂକ୍ରାନ୍ତି ରହିଲା, ଯେହେତୁ ଆଉ କାମକୁ ଯିବାର ନାହିଁ। ଆଜିଠୁ ରହି ଘର କାମ କରିବାର ଅଛି। ଧାନ ଚାଉଳ ଟିକେ ପେଶାପେଶି ହେବ, ଆଉ ଘର ଦ୍ୱାର ସଫାସଫି ହେବ। ସେଥିପାଇଁ ମୁଁ ସକାଳୁ ସକାଳୁ ପୁରା ଆଜି ଚା ଜଳଖିଆ ଖାଇ, ଗାଧେଇ ପାଧେଇ ଚା ଜଳଖିଆ ଖାଇ ଦେଇକି ଆସିକି ବସିଛି। ଆଉ ସେଜ ଫେଜ ସବୁ ଉଠେଇକି ନେଇକି ଛାତ ଉପରେ ପକେଇ ସାଇଲି, ଅଥଚ ଭିଡ଼ିଓ ସୁଟ୍ କରିନି। ଛାତ ଉପରେ ପକେଇ ସାଇଲାଣି। ଆଉ ଏବେ ଖଟ ସବୁ ଖଟ ତଳ ସବୁ ସଫା ହେବ। ନିଶ୍ଚିନ୍ତ ଆମର ସବୁ ଗଦେଇକି ରଖିଛି ଯେ ଅଳିଆ ମଳିଆ କରିକି। ଆଉ ଖଟ ତଳ ପ୍ରବଳ ଅଳିଆ ହେଇକି ପଡ଼ିଛି। ଏଗୁଡ଼ା ସବୁ ସଫାସଫି ହେବ। ଯେହେତୁ ଅଳନ୍ଦି ଫଳନ୍ଦି ହେଇକି ଅଛି, ଘର ଦ୍ୱାର କିଛି ଝଡ଼ା ହେଇନି। ବହୁତ ଦିନ ହେବ ଝଡ଼ା ହେଇନି। ଦଶହରାକୁ ଝଡ଼ା ହେଇଥିଲା, ଆଉ ଝଡ଼ା ହେଇନି। ଚାଲ ଏବେ ଆମର ଟିକେ ଝଡ଼ାଝଡ଼ି କରିଦେବା। ଆଜି ତ ଘରେ ରହିବି, ସବୁ ସଫାସୁତୁରା ହେବ, ତାପରେ କାର୍ଯ୍ୟକ୍ରମ ସରିବ। ଆଉ ମୁଁ ତ ମୋର ରେଡ଼ି ହେଇକି ଅଛି। ଆଉ ମିସ୍ତ୍ରୀ କ'ଣ କୁଆଡ଼େ ଯିବେ? ମିସ୍ତ୍ରୀ ତାଙ୍କ କାମରେ ଲାଗିଯାଇଛନ୍ତି। ଆଉ ଏପଟ ଘର ସେମିତି ଅଳିଆ ମଳିଆ କାଢ଼ିକି ସୁଗୁଡ଼ିକି ସବୁ ପକେଇ ଦେଇଛି। ଆଉ ସାଡ଼େ ବସି ପଡ଼ିଲା ମେସିନ୍ ଖଟ କରିବାକୁ। ଆଉ କଥାରେ କହନ୍ତି ସମସ୍ତଙ୍କୁ କରିକି ଦେଇଦେବ, ଲାଷ୍ଟକୁ ନିଜେ ପିନ୍ଧିଲା ବେଳକୁ କରିପାରିବନି ଖଣ୍ଡିକ। ଟେଲର ମାନଙ୍କରେ ସବୁ ଟେଲର ମାନେ ସେଇଆ କରିବେ। ମାନେ ନିଜର ଖଣ୍ଡିକ ଯେମିତି କହନ୍ତିନି, କେଉଟ ଧରେ ମାଛ ଖାଏ କଙ୍କଡ଼ା, ଇଏ ଅବସ୍ଥା ହେଲା ସେଇଆ। ଆରେ ତମେ ତ ବର୍ଷକ 12 ମାସ ପଡ଼ିଥିବ କରିବନି। ଯେମିତି ସଂକ୍ରାନ୍ତି ପଳେଇ ଆସିବ, 2 ଦିନ ଥବ ଏମିତି ଆଙ୍କର ଟାଇମ୍ ଅବହେଳା ହେଇଯିବ ଯେ ଯାଇକି ଆମେ କରିପାରିଲୁ ନିଜ ପାଇଁ। ଖାଲି ପରର କଲେ ଆଉ ନିଜର କରିପାରିଲୁ। ତାଙ୍କୁ ମନା କରିଥିଲେ କି? ତୋର ତ ବୋଧେ ଘଣ୍ଟାକେ ଗୋଟେ ଲେଖା ଛୁଞ୍ଚି ଭାଙ୍ଗୁଛି। 10ଟା ଲେଖା ଭାଙ୍ଗୁଥିଲା ନା? ସବୁ କରିବ, ଅଧା ମିସ୍ତ୍ରୀ କେବେ ରଖିବନି। ତମେ ତ ଆଗ ଥରକ ସଜାଡିଥିଲ। ଆମ ଶିଖିନଥିବ, ଏଇଥିରେ କହିବ ମୁଁ ମିସ୍ତ୍ରୀ। ହଉ, ଆଜିର ତ ପ୍ରବଳ ଖରା, କାଲିଠୁ ପ୍ରବଳ ଖରା ହେଲାଣି। ଆଜି ବି ପ୍ରବଳ ଖରା। ଗାଡ଼ି ଯାଇକି ପଦାକୁ ବାହାର କରିଦେଲି। ଆଉ ଘର ତ ସଫାସଫି ହେବ। ଗାଡ଼ି ପଦାକୁ ବାହାର କରିଦେଇକି ଏଇଠି ମୁଁ ମୋର ବସିଲି। ଲାଇନ୍ଟା କଟିଗଲା, କ'ଣ କରିବା? ଆଇଲା। ହଉ, ଏବେ ଆମର ଲାଇନ୍ ଆସିଗଲା। ମୁଁ ଚାଲିଲି ଘର ସଫା କରିବାକୁ। ସେ ତାର ଏଇଠି ବାଟରେ କିନ୍ତୁ କଟ କରୁଥା, ପବନ ଧୂଆଁ ତକ ସବୁ ଇଆଡ଼େ ଆଇନା ଆସିବ। ଫ୍ୟାନ୍ ଲାଗିବ ଏଇନା ପଦାକୁ। ଯୋଉଠିକି ଯାଉଛୁ ଯା। ହଉ, ମୁଁ ମୋର ଚାଲିଲି ସଫାସଫି କରିବାକୁ। ହଉ, ସଫାସଫି କରିବାକୁ ଖାଲି ମାନେ ସଫାସଫି କଲେ ମନ ଲାଗିବନି ଏକା। ତେଣୁକରି ତା ପାଇଁ ଗୋଟେ ଆୟୋଜନ କରିବାକୁ ପଡ଼ିବ। କ'ଣ ନା, ଏଇଠି ସବୁ ଗୋଟେ ଗାନା ଲଗେଇଦେବା। ଗୋଟେ ଗାନା ଲଗେଇଦେବା, ତାପରେ ଝାଡ଼ୁର କାର୍ଯ୍ୟକ୍ରମ କରିବା। ଝାଡ଼ୁ ମାନେ ଗୀତ ନ ବାଜିଲେ ସଫା କରିବାକୁ ଇଚ୍ଛା ହେବନି। ସେଥିପାଇଁ ଗୀତଟା ଲଗେଇଦେବା, ତାପରେ କାର୍ଯ୍ୟକ୍ରମ କରିବା।
मॉडर्न है, समझ जाओ। अभी भैया को बताओ, आगे से नजरे तो हटाओ, भैया साइड हट जाओ। जो सेट है उसे मत उठाओ, मम्मी के तारों के लिए रेडी हो जाओ। बेटे का तो कुछ हो नहीं सकता, बहू तो सुंदर लगनी चाहिए। फिर भतीजी ने नया प्लान जोड़ा, दीदी ने दीदी न्यू कहके फिर रोका। भैया को सबने मिलके तोड़ा, फिर दादी ने आके ये बोला, शगुन के लिफाफे कहाँ रखोगे? Let's get the रोकड़ा। जाओ। ଜାଣିଲୁ ଗେଲିକୁ ଦେଖିବାକୁ ଆସିଛି ମୁଁ ନିଜ ଆଖିରେ ଦେଖିବି। ମତେ ଲାଗୁଛି ସେ ତତେ ବାହା ନ ହୋଇପାରେ। ଜାଣିପାରିବୁ ନା ଚାଲେ। ଦେଖନ୍ତୁ ଏଇଠି ମୋର ପୁରା ସଫାସଫି କ୍ଲିନ୍ ସଫାସଫି ସରିଗଲା। ଏଇ ରୁମ୍ରେ ସରିଗଲା, ବାକି ସେ ରୁମ୍ଟା ଅଛି। ଏଇ ରୁମ୍ରେ ପ୍ରବଳ ପୁରା ଅଳିଆ ଥିଲା, ପୁରା ଅଳିଆ ସଫାସଫି କରିକି ଏଠି ଦେଖୁଛି ତ ପ୍ରବଳ ଅଳିଆ ଥିଲା। ଯେହେତୁ ପୁରା ବୋଧେ 6 ମାସ ହେବ ସଫାସଫି ହେଇନଥିଲା, ସେଥିପାଇଁ ପୁରା ଅଳିଆ ହେଇକି ଥିଲା। ସବୁ ସଫାସଫି ସରିଲା ଏବେ। ଆଉ ବାକି ଏପଟେ ସବୁଠୁ ଏପଟୁ କିଛି ସାଇଡ଼୍ କରିଛି, ଆଉ ବାକି ତଳ ସବୁ ସଫା କରିଦେଇଛି। ଖଟ ତଳ ପ୍ରବଳ ଅଳିଆ ଥିଲା। ହଉ ମୁଁ ସବୁ ସଫା କରିବାରେ ଲାଗିଛି। ଟିଙ୍ଗା ସବୁ କଣ୍ଡେଇ ନେଇକି ତାକୁ ଅଙ୍ଗଣା କରି ନୂଆ ଡ୍ରେସ୍ ପିନ୍ଧିବା ଲାଗିଛି। ଆଉ ଦିଦିଙ୍କର ତ ପୁରା ଚାଲିଛି ଫଟର ଯେ ସରିବାକୁ ନାହିଁ। ଅଳିଆ ଗୁରା ସବୁ ଆସି ପଦାରେ ରହିଲେ, ତାକୁ କହି ସଜାସଜି କର, ଉଠିବାର ନାହିଁ କିଛି। ହଉ ତାର ଠିକ୍ ଅଛି। ଚାଲ ଆମେ ଆମର ସଫା କରିଦେବା। ସଫା କରିସାରିଲା ପରେ ଯାଇ ଦେଖେଇବି। ଥୋଇଦେ ଦିଦି ଆଇଲେ ବାଟେଇବ। ଥୋଇଦେ ଲୁଣ ପକେଇଛି। ତମେ ତ ଦେଖା ଯାଉନ। ଦେ ଭିତରକୁ ପୁରା ଦେ। ମତେ ବାବୁନ ଦେ ପ୍ରବଳ ଖଟା। କଣ ପୁରଉଛୁ? ବାବୁନ ମାନେ ଆମ୍ବ ଗୋଟେଇକି ଆଣିଥିଲା, ଆମ୍ବ ପାଇକି ଆଣିଥିଲା। ଏବେ କାଟିକି ଲୁଣ ଲଙ୍କା ଗୋଳେଇକି ଆଣି ଖାଇବାକୁ ଦଉଛି। ବଢିଆ ପିଲା। ତୁ କେଇଟା ଆମ୍ବ ଗୋଟେଇକି ଆଣିକି ଦେଇଛୁ କହିଲୁ ଆମକୁ? କେଇଟା ଦେଇଛି? ଦେଇନି। ଲିସିନି ପ୍ରବଳ ଆମ୍ବ ଆଣିଛି। ସେ ବାଇରେ ଗୋଟେଇ ପ୍ରବଳ ନେଇକି ଯାଇଥିଲା। ଆମ୍ବୁଲ ଆମର ସରିଯାଇଛି, ଆମ୍ବୁଲ ଭରା କେଇଟା ଆମ୍ବୁଲ ଲିସିନି ତିଆରି କରିଛି। ଏଇଟା ତ ଗତ ବର୍ଷର। ତାର ଛାତ ଉପରେ ଶୁଭୁଛି ଲିସିନିର। ଚାଲ ବହୁତ ପରିଶ୍ରମ ପରେ ସକାଳ 8ଟାରୁ ଲାଗିଛି। ଏବେ ଟାଇମ୍ କେତେଟା ହେଲାଣି? 1 ବାଜିବାକୁ ହେଲାଣି। ବହୁ ପରିଶ୍ରମ ପରେ ଘର ସଫା ସରିଗଲା। ଟିଙ୍ଗା ଗୋଟେ ସଂକ୍ରାନ୍ତିରେ ଗୋଟେ ସ୍ପେଶାଲ କଟିଂ କାଟିକି ଆଇଛି। ସ୍ପେଶାଲ କଟିଂ କାଟିକି ଆଇଛି। ହଉ ସଫା ସରିଗଲା। ଆଜିର ବହୁତ ପରିଶ୍ରମ ହେଇଗଲା। ଚାଲ ଏବେ ଗାଧେଇ ପାଧେଇ ଖାଇକି ଟିକେ ଶୋଇ ପଡ଼ିବା। ବହୁତ ପରିଶ୍ରମ ହେଇଗଲା। ଆଉ ଯାହା ରହିଲା କାଲି ହବ। ଆଉ ଚାଲ ଆଉ କିଛି ଜିନିଷ ଛାତ ଉପରେ ଶୁଖି ଯାଇଛି। ଛାତ ଉପରୁ ଆଇଲେ ଯାହା ହବ। ହଉ ଚାଲ ଆଜିର ଭିଡ଼ିଓ ଭଲ ଲାଗିଲେ ଟିକେ ଲାଇକ୍ କରିଦେବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ।